ଆପଣ ଲଗେଇଥିଲେ ବାବା? हाँ हाँ ହଁ ସେଇ କଥା ମୁଁ ପଚାରିଲି। ମୁଁ କହିଲି ବାବା ମୁଁ ଟିକେ ଥିନି ଏଇଠି ଭଜନ ଟା ଗାଉଥିଲି ତ ତେଣୁ କରି ଉଠିଥିଲି। ଆଜ୍ଞା କୋଉଠୁ କହୁଛ? ଆଜ୍ଞା ଏଟା ବାଲେଶ୍ଵର ଡିଷ୍ଟ୍ରିକ୍ଟ ର ଭୋଗରାଇରୁ କହୁଛି ଭୋଗରାଇରୁ ଆଜ୍ଞା। ହଁ ହଁ ଆଜ୍ଞା କଣ କୁହ? ଆଜ୍ଞା ମୋର ଏ ସଂକ୍ଷେପରେ ଟିକେ ଟିକେ ଉତ୍ତର ଦେଲେ ମୁଁ ଟିକେ ନେଖି ରଖିବି ଗୋଟେ କଥା। ହୁଁ ହୁଁ ଆଜ୍ଞା ଯେ ଗୋଟେ ହଉଛି ଆତ୍ମାର ଶାନ୍ତି ଆଉ ସଦଗତି ହୁଁ କେମିତି ପାଇବା? ଏକ ହୁଁ ଆତ୍ମା କଣ କରିପାରେ? ହୁଁ ଆତ୍ମା କଣ ଖାଇପାରେ? ହୁଁ ଏଇ ଏତିକ ପ୍ରଶ୍ନ ବାବା ଟିକେ ମତେ ଟିକେ ବୁଝେଇ ଦିଅନ୍ତୁ। ହୁଁ ଆତ୍ମା ଖାଏ ନା। ଆଜ୍ଞା ବୁଝିପାରିଲେ ନା ଆତ୍ମା ଆଜ୍ଞା ଦି ଭାଗରେ ବିଭକ୍ତ। ଆଜ୍ଞା ଗୋଟେ ହେଲା ଜୀବାତ୍ମା ଗୋଟେ ହଉଛି ପରମାତ୍ମା। ଆଜ୍ଞା ଗୋଟେ ହଉଛି ଜୀବାତ୍ମା। ହଁ ଆଉ ଗୋଟେ ହେଲା ପରମାତ୍ମା। ଜୀବ ଆତ୍ମା ଆଉ ଗୋଟେ ହଉଛି ପରମାତ୍ମା। ପରମାତ୍ମା ବାସ୍ ଜୀବା ପର ମୋ ଆତ୍ମା। ହଁ ବାସ୍ ହଁ ପରମାତ୍ମା। ଆଚ୍ଛା ଜୀବାତ୍ମା ସିଏ ହୁଁ ଖାଲି ଉପଭୋଗ କରେ। ଆଜ୍ଞା ଆଉ ପରମାତ୍ମା ସାକ୍ଷୀ ରୂପରେ ତାକୁ ଦେଖେ। ଆଜ୍ଞା ହଁ ଏଇ ହଉଛି ଆଜ୍ଞା କଥା। ଆଜ୍ଞା ତେଣୁ ଜୀବାତ୍ମା ଯୋଉ ଉପଭୋଗ କରେ ସେ ହୁଁ କାହାକୁ ନେଇକି ଇନ୍ଦ୍ରିୟ ମାନଙ୍କୁ ନେଇକରି ଇନ୍ଦ୍ରିୟ ଭୋଗ୍ୟ ପଦାର୍ଥକୁ ସିଏ ହୁଁ ଖାଲି ତାର ଉପଭୋଗ କରେ। ହୁଁ ପରମାତ୍ମା ତାକୁ ସାକ୍ଷୀ ରୂପରେ ଖାଲି ଦେଖେ। ଆଜ୍ଞା 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 ଏକ ଆଉ କଣ କହିଲ? ସାକ୍ଷୀ ରୂପରେ ହଁ କହୁଛି ଆଜ୍ଞା। ହୁଁ ଆଚ୍ଛା ତାପରେ ଆତ୍ମା କଣ କରିପାରେ? ହୁଁ ଆତ୍ମା କଣ କରିପାରେ କହିଲେ ଆତ୍ମା କଣ ନ କରିପାରେ? ଆଜ୍ଞା ଆମ ଶାରୀରିକ ସମସ୍ତ କ୍ରିୟା ସମ୍ପାଦନ କରେ। ହୁଁ ଆମ ଶାରୀରିକ ଆମ ଶରୀରର ଶାରୀରିକ ସମସ୍ତ କ୍ରିୟା ସମ୍ପାଦନ କରେ। ଆଜ୍ଞା ଆଜ୍ଞା ହଁ ସମ୍ପାଦନ କରେ। ମନ ଦ୍ଵାରା ସମସ୍ତ ଇନ୍ଦ୍ରିୟ କାର୍ଯ୍ୟ ଜ୍ଞାନ ହୁଁ ଇନ୍ଦ୍ରିୟ ଏବଂ ହୁଁ ଇନ୍ଦ୍ରିୟ କାର୍ଯ୍ୟ ମଧ୍ୟ ସମ୍ପାଦନ କରେ। ଆଜ୍ଞା ହୁଁ ଆଜ୍ଞା ବାସ୍ ଅନୁଭବ ହଁ ବିଚାର ଆଜ୍ଞା ଅଭିମାନ ହଁ ଆଉ କଳ୍ପନା ଆଜ୍ଞା ଏଇ ପାଞ୍ଚଟା କ୍ରିୟା ଆତ୍ମା ଦ୍ଵାରା କରାଯାଏ। ଆଜ୍ଞା ଆଜ୍ଞା ତାପରେ ଆତ୍ମାର ଶାନ୍ତି ଆଉ ସଦଗତି। ହୁଁ ଆତ୍ମାର ଶାନ୍ତି ଆଉ ସଦଗତି ଆଜ୍ଞା ଦିଟା ପାଇବା ପାଇଁ ଆତ୍ମାର ଶାନ୍ତି ସଦଗତି କେବଳ ଇନ୍ଦ୍ରିୟ ଠାରୁ ଇନ୍ଦ୍ରିୟ ଭୋଗ୍ୟ ପଦାର୍ଥରୁ ଦୂରେଇ ଗଲେ ମନ ହୁଁ ଆତ୍ମା ଶାନ୍ତି ଏବଂ ସଦ୍ଗତି ପାଏ। ହୁଁ ମନ ଯେତେବେଳେ ଇନ୍ଦ୍ରିୟ ବିଷୟରୁ ଆଜ୍ଞା ଦୂରେଇକି ରହେ ଆଜ୍ଞା ସେତେବେଳେ ଆତ୍ମା ଶାନ୍ତି ଓ ସଦ୍ଗତି ପାଏ। ଆଜ୍ଞା ତାହେଲେ ମନ ଯେତେବେଳେ ହଁ ଇନ୍ଦ୍ରିୟ ଆମର ପଞ୍ଚ ଇନ୍ଦ୍ରିୟ ପଞ୍ଚ ଇନ୍ଦ୍ରିୟ ଯୋଉ ଶବ୍ଦ ମାନେ ଚକ୍ଷୁ ମୁଖ ନାସାକନ ଜିହ୍ବା ଚର୍ମ ଦ୍ଵାରା ଆଜ୍ଞା ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ସେ ଉପଭୋଗ କରୁଛି ଆଜ୍ଞା ସେଗୁଡାକରୁ ଯଦି ସିଏ ମାନେ ଦୂରେଇ ଯାଏ ଆଜ୍ଞା ତାହେଲେ ଆତ୍ମା ସବୁବେଳେ ପାଇଁ ଚିର ଶାନ୍ତି ଆଉ ସଦ୍ଗତି ପାଏ। ଆଜ୍ଞା ହଁ ଆଜ୍ଞା ହଁ ପ୍ରଭୁ ଆଜ୍ଞା ହଉ ଗୁରୁଦେବ ଆଜ୍ଞା ହଉ ରହିଲି ଆଜ୍ଞା। ହଁ କଣ ହେଲା? ଦୁଇ କି ଧର ହୁଁ ଯୋଉ ଷୋଳ ନାମ 32 ଅକ୍ଷର ଯୋଉଟା ମହାମନ୍ତ୍ର। ହୁଁ ହୁଁ ଆଚ୍ଛା ଆଜ୍ଞା ତା ଦେହରେ ଯୋଉ ଆମର ରାମ ନାମ କେମିତି ତା ଦେହରେ ମାନେ କାଟିକି ଧରା ହେଇଛି ସେଇଟା କୋଉ ଏପିସୋଡ ରେ ଆପଣଙ୍କର ସେଇଟା ପାଇଲିନି ରାମ ନାମ ତତ୍ଵରେ ନାହିଁ। ନା ସେଟା ଆଉ ଗୋଟେ ସ୍ୱତନ୍ତ୍ର ଭଜନରେ ଅଛି ମୋର। କହୁନାହାନ୍ତି ୟୁଟ୍ୟୁବ ୟୁଟ୍ୟୁବ ରେ କୋଉଟା ସେଇଟା କହିବେ ଆଜ୍ଞା। ସେଇଟା ମୁଁ ଆଜ୍ଞା 550 ଭଜନ ଛାଡିଲିଣି ମୁଁ କୋଉଠି ଛାଡିଛି ମନେ ନାହିଁ। କିନ୍ତୁ ହଁ କଣ ପଚାରନ୍ତୁ କୁହନ୍ତୁ ମୁଁ ତାର ଅର୍ଥ ଗୁଡା ସବୁ କହିବି। ଆଚ୍ଛା ଆମର ଏଇ ଯୋଉ ମହାମନ୍ତ୍ର ଆମର ଯୋଉ ପଢା ହଉଛି ହରେ କୃଷ୍ଣ ମହାମନ୍ତ୍ର ହଁ 32 ଅକ୍ଷର ହଁ ତା ଦେହରେ ରାମ ନାମ ଯୋଉଟା ଆପଣ କହିଥିଲେ ତିନି କୁ ଛାଡି 2 କି ଧର। ହଁ ସେଇ ଇଏଟା ମୁଁ ଦେଖିଥିଲି ୟୁଟ୍ୟୁବ ରେ ହଁ ରାମ ନାମ ତତ୍ଵରେ ଦେଖିଲି ଆପଣ ଗାୟତ୍ରୀ ତତ୍ଵ ଛାଡିଛନ୍ତି ରାମ ନାମ ତତ୍ଵ ଛାଡିଛନ୍ତି। ହୁଁ ରାମ ନାମର ଯୋଉ ମହିମା ହୁଁ ସେଟା ନାହିଁ ତ ମୁଁ ଖୋଜିଲି ପାଇଲିନି ହୁଁ ଆପଣଙ୍କ ମୋବାଇଲ ନମ୍ବର ଦେଖିକିରି ମୁଁ କହିଲି ବାବାଙ୍କୁ ଟିକେ ଜଣେଇବି। ଭାରି ଖୁସି ହେଲି ଆପଣ ଏଟାକୁ ଖୋଜୁଛନ୍ତି ବୋଲି କିନ୍ତୁ ଗୋଟେ ଆଜ୍ଞା କଥା ମନେ ରଖନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ ଟୋଟାଲ କ୍ଲିୟର କରିଦେବି ବୁଝିଲେ କି? ଆଜ୍ଞା ଆଜ୍ଞା ଯେ କଥା ଶୁଣନ୍ତୁ
ମୁଁ ତ ସବୁଆଡେ ସବୁ କଥା ଖୋଲି ଦଉଛି, ଆଜି ବି ଖୋଲିଦେମି। ମୁଁ ଖାଲି ଗୋଟେ ଗୋଟେ ଭଜନ ଟା ଖାଲି ପଢୁଛି, ତାକୁ ଗୋଟେ ଗୋଟେ ଅର୍ଥ କରିବି। ଆଜ୍ଞା 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 This call is now being recorded. ଶୁଣୁଛନ୍ତି ତ? ଆଜ୍ଞା ଆଜ୍ଞା। ମହାମନ୍ତ୍ର 16 ନାମ 32 ଅକ୍ଷର, ମହାମନ୍ତ୍ର 16 ନାମ 32 ଅକ୍ଷର, ସହଜ ସୂତ୍ରରେ ମନ ଭଜନ କର, ମହାମନ୍ତ୍ର 16 ନାମ 32 ଅକ୍ଷର। ମହାମନ୍ତ୍ର ହଉଛି 16 ନାମ, ଆଉ ଗୋଟିଏ ନାମକ 2ଟା ଅକ୍ଷର, ତେଣୁ 16 ନାମ ହେଲା 32 ଅକ୍ଷର। ବୁଝିଲେ ନା? କିନ୍ତୁ ଆମେ ଯୋଉ ମହାମନ୍ତ୍ର ବୋଲୁଛନ୍ତି ସିଏ 16 ନାମ ନୁହେଁ କି 32 ଅକ୍ଷର ନୁହେଁ, ବୁଝିପାରିଲେ ନା? ସେଟା ହଉଛି 3 ନାମ 6 ଅକ୍ଷର। ଆଚ୍ଛା। ତେଣୁ 3 ନାମ 6 ଅକ୍ଷର ହେଲେ ପ୍ରତି ନାମ 2 ଅକ୍ଷର ଲେଖା, 2 2 4 6। ଆଚ୍ଛା, ସେଇ ଯୋଉ 6 ଅକ୍ଷର 3 ନାମ ସେ କିଏ? ସେ ନା ହରେ ରାମ କୃଷ୍ଣ। ଆଜ୍ଞା। ତେଣୁ ହରେ ରାମ ହରି ରାମ କୃଷ୍ଣ ଏଇ 3ଟାକୁ ଆମେ ବାରମ୍ବାର ରିପିଟ କରିକିରି ଆମେ 16 ନାମ 32 ଅକ୍ଷର କରିଛନ୍ତି। ଆଜ୍ଞା। କିନ୍ତୁ ପ୍ରକୃତରେ ଦେଖିବା ପାଇଁ ଗଲେ ସେ 3 ନାମ 6 ଅକ୍ଷର। ହରିର ସମ୍ବୋଧନ ପଦଟା ହେଲା ହରେ, ତେଣୁ ସେଇ ତା ପର ପଦ ଲେଖା ଅଛି ହରେ ରାମ କୃଷ୍ଣ 3 ତ୍ରିବିଜ ଭାବକୁ ଘେନି, ସୂତ୍ରରେ ଅଜପା ସ୍ୱରେ ଖେଳୁଛି ତ୍ରିବେଣୀ ଝରେ, 32ରୁ 3 ଛାଡ଼ି 2କୁ ଧର, ମହାମନ୍ତ୍ର 16 ନାମ 32 ଅକ୍ଷର। ଏଇଟା ହେଲା ହରେ ରାମ କୃଷ୍ଣ 3 ତ୍ରିବିଜ ଭାବକୁ ଧେନି, ହରେ ରାମ କୃଷ୍ଣ। ବୁଝିଲେ ନା? ହରେଟା ହେଲା ଉକାର, ବୁଝିଲେ କି? ରାମଟା ହେଲା ଅକାର, କୃଷ୍ଣ ହେଲା ମକାର। ଅ ଉ ମ, କୃଷ୍ଣ ହେଲା ମକାର, ରାମ ହେଲା ଅକାର, ଆଉ ହରେ ହେଲା ଉକାର। ତେଣୁ ଏ ତ୍ରିବିଜ ଭାବକୁ ନେଇକି 3ଟା ନାମ ତିଆରି ହେଇଛି। ଅ ଉ ମ ରୁ ହରେ ରାମ କୃଷ୍ଣ ତିଆରି ହେଇଛି, 3 ବୀଜରୁ 6ଟା ଅକ୍ଷର ହେଇଛି। ଏ 6ଟା ଅକ୍ଷରରୁ 16 ନାମ 32 ଅକ୍ଷର ହେଇଛି। ସେଥିପାଇଁ ଲେଖା ହେଇଛି କଣ? ହରେ ରାମ କୃଷ୍ଣ 3 ତ୍ରିବିଜ ଭାବକୁ ଘେନି, ସୂତ୍ରରେ ଅଜପା ସ୍ୱରେ ଖେଳୁଛି ତ୍ରିବେଣୀ ଝରେ। ଆଉ ଗୋଟେ କଥା ଶୁଣନ୍ତୁ, ଆପଣ ଯୋଉ ଓମ୍ ଲେଖିବେ, ଓମ୍ ଲେଖେ ଗୋଟେ ଓଟେ ଲେଖିଲେ ଗୋଟେ ଅର୍ଦ୍ଧଚନ୍ଦ୍ର ତାପରେ ଗୋଟେ ବିନ୍ଦୁ। ସେ ଓଟି ହଉଛି ହରେ, ଅର୍ଦ୍ଧଚନ୍ଦ୍ରଟା ହଉଛି ରାମ, ବିନ୍ଦୁଟି ହେଲା କୃଷ୍ଣ। ତେଣୁ ହରେ ରାମ କୃଷ୍ଣ 3 ଅକ୍ଷର ସେ ଓମକାରର ପ୍ରତିଛବି। ତେଣୁ ହରେ ରାମ କୃଷ୍ଣ ଯାହା, ଓଙ୍କାର ମଧ୍ୟ ସେଇଆ। ତେଣୁ ସେଇ ଓଙ୍କାରଟା କଣ ହେଇଛି ନା ଇଏ ବାରମ୍ବାର ରିପିଟ ହେଇକି ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ ହେଇକି 16 ନାମ 32 ଅକ୍ଷର ହେଇଛି। କିନ୍ତୁ ସିଏ କହୁଛି କଣ ନା 32ରୁ 3 ଛାଡି 2କୁ ଧର, 3 2 32, 3×2, ତେଣୁ 3ଟାକୁ ଛାଡି ଦେଇକି 2ଟାକୁ ଧର, ଇଏ ହେଲା ଗୋଟେ ଅକ୍ଷର। କିନ୍ତୁ ଆଉ କଣ ନା 32ରୁ 3 ନାମ, ଏ ଯୋଉ 3 ନାମରୁ ଏ 3 ନାମରୁ 3 ନାମଟାକୁ ଛାଡି ଦେଇକି ସେ ଗୋଟିଏ ନାମର 2 ଅକ୍ଷରକୁ ତମେ ଧର। ଆଚ୍ଛା। ତେଣୁ ହରି ହଉଛି ଭଗବାନଙ୍କ ନାଁ, ରାମ ହଉଛି ଭଗବାନଙ୍କ ନାଁ, କୃଷ୍ଣ ବି ଭଗବାନଙ୍କ ନାଁ। ଯେକୌଣସି ବିଷ୍ଣୁଙ୍କର ନାଁ ଅଛି, ଏ 3ଟି ନାଁ ଭିତରୁ ଯେକୌଣସି ତମେ ଗୋଟିଏ ନାମର 2ଟା ଅକ୍ଷରକୁ ତମେ ଧର। ତାପରେ ଆଉ କଣ ନା ଆସୁଛି ଯାଉଛି ବାର, ବାରିଣ ଚେତାରେ ଧର, 12 13 ତ୍ରିକୁଟରେ ବାକି ଚାହା ନୟନରେ, ବୋଲେ ବିଶ୍ୱମ୍ଭର ହେବ ମୁକତି ତୋର, ମହାମନ୍ତ୍ର 16 ନାମ 32 ଅକ୍ଷର। ଆସୁଛି ଯାଉଛି ବାର, ଆପଣଙ୍କର ଯୋଉ ଅକାର ଉକାର ମକାର, ଅକାରଟି ରହିଲେ ହୃଦୟରେ, ଉକାର ରହିଲା ନାସାଗ୍ରରେ, ମକାର ରହିଲା ନାସା ମୂଳରେ, ଦଣ୍ଡି ବିଜେତା କୁହାଯାଏ। ତେଣୁ ଅକାର ହୃଦୟରେ, ମକାର ନାସା ମୂଳରେ, ଉକାର ନାସାଗ୍ରରେ, ଏଇ ଯୋଉ 3ଟା ଅକ୍ଷର ରହିଲା, ଏଇ 3ଟା ଅକ୍ଷର ଯୋଉ ପବନ ଯାଉଛି ହୃଦୟରୁ ଆପଣ ନାସା ଦ୍ୱାର ଦେଇକି ଯୋଉ ବାହାରକୁ ଯାଉଛି, ସେ କଣ ହଉଛି ନା 12 ମାତ୍ରାରେ ପ୍ରକାଶ ହଉଛି। ଅ ଆ ଇ ଉ ଉ ଏ ଐ ଓ ଔ ଅଂ ଅଃ।
ବୁଝିଲେ ନା ଏଇ ଯୋଉ 12ଟା ମାତ୍ରା ଏଇ 12 ମାତ୍ରାଟା ଭିତରୁ ବାହାରକୁ ଯାଉଛି ପୁଣି ବାହାରୁ ଭିତରକୁ ମଧ୍ୟ ଆସୁଛି ତେଣୁ ଆସୁଛି ଯାଉଛି 12 ବାରିଣ ଚେତାରେ ଧର ତାକୁ ଚେତନାରେ ସଦଗୁରୁଙ୍କ ଉପଦେଶ ଅନୁସାରେ ତାକୁ ଚେତନାରେ ଧରିକିରି କଣ ହୁଏ ନା ବାଙ୍କି ଚାହା ନୟନରେ ବୁଝିପାରିଲେ ନା ତେଣୁ ଏଇଟା ହଉଛି ପ୍ରାଣାୟାମ ସୂତ୍ର ଏ ପ୍ରାଣାୟାମ ସୂତ୍ର ତମେ ଯଦି ତମେ ଏଇ ଓଙ୍କାର ତତ୍ତ୍ୱକୁ ଜାଣିବ ତାହେଲେ ତମର ମୁକ୍ତି ନିଶ୍ଚୟ ହବ ଏଇ ହଉଛି ବିଶ୍ୱମ୍ବର ର ବଚନ ସଦ୍ଗୁରୁଙ୍କ ଆଜ୍ଞା ଏବଂ ଦୟାନିଧି ପରମହଂସଙ୍କର ଆଦେଶ ଆଜ୍ଞା ଆପଣ ଯେକୌଣସି ସନ୍ଦେହ ହବ ମତେ ପଚାରିବେ ଏଇ ଯୋଉ ରାମ ନାମ ତତ୍ତ୍ୱରେ ଯୋଉ ମହାମନ୍ତ୍ରଟା ଆପଣ ପଢିଲେ କହିଲେ 3 କି ଛାଡି 2 ଧର ଏଇଟା କୋଉ ତତ୍ତ୍ୱରେ ଆପଣ କହିଥିଲେ ମୁଁ ପଢିଥିଲି ସେଇଟା କାହିଁ ପାଉନି ନା ମୁଁ ଭାଇ ବୁଝେଇଦେଲି ଆପଣ 32ରୁ 3 କି ଛାଡି 2 କି ଧରିବେ 3ଟା ନାମରୁ ଆପଣ 3ଟା ନାମରୁ 3ଟା ନାମକୁ ଛାଡି ଦେଇକି ଯେକୌଣସି ଗୋଟିଏ ନାମର 2 ଅକ୍ଷରକୁ ତମେ ଧରିବ ଆଉ ଗୋଟେ ଅର୍ଥ ଅଛି ସେ ଅକ୍ଷର କୁହାଯାଇ ପାରିବନି ଆମର ଏଥିରେ ସେଟା ସଦ୍ଗୁରୁଙ୍କ କଥା କୁହାଯାଇ ପାରିବନି କିନ୍ତୁ ଏତିକି ମାତ୍ର ବାହାର ମତରେ ମୁଁ କହିଲି ଆଉ ହଉ ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା ବହୁତ ପ୍ରଣାମ ଆଜ୍ଞା ନା ମୁଁ ଭାରି ଖୁସି ହେଲି ଯେ ଆପଣ ଗୋଟେ କଥା କରିବେ ଏଇ ସବୁ ଜିନିଷ ଗୁଡିକ ଖେଳେଇକି ଦେଖନ୍ତୁ ଦେଖିଲା ଭିତରେ ଯୋଉଟା ଆପଣଙ୍କର ଏଇଭଳି ସନ୍ଦେହ ହବ ଆପଣ କହିବେ ମୁଁ ଡିଟେଲ ଆପଣଙ୍କୁ ଗୋଟି ଗୋଟି କରିକି ବୁଝେଇଦେବି ଆଜ୍ଞା ଆଜ୍ଞା ହଁ ଆପଣଙ୍କ ଆଶ୍ରମ କୋଉଠି ଆପଣ ଅଛନ୍ତି ଆଶ୍ରମ ହେଲା ଆପଣ କୋଉଠୁ କହୁଛନ୍ତି ମୁଁ ଭୁବନେଶ୍ୱର କହୁଛି ଜୟଦେବ ବିହାର ଜୟଦେବ ବିହାରରୁ ନାଇଁ ସେ ଆମର ଆଶ୍ରମଟା ହଉଛି ଯାଜପୁର ରୋଡ ଭଦ୍ରକ ମଝାମଝି ମଞ୍ଜୁରୀ ରୋଡ ରେଲୱେ ଷ୍ଟେସନ ଅଛି ସେ ରେଲୱେ ଷ୍ଟେସନ ପାଖରୁ 2 କିଲୋମିଟର ଥଇଳା ବାଲିବିଲ ଆଶ୍ରମ ଯାହା ହଉ ବହୁତ ମନେ ମନେ ଆଜ୍ଞା ଖୋଜୁଥିଲି ଗାୟତ୍ରୀ ତତ୍ତ୍ୱ ରାମ ନାମ ତତ୍ତ୍ୱ ମୁଁ ରାମ ନାମ ବହୁତ ଭଲ ପାଏ ଗାୟତ୍ରୀ ପାଠ କରେ ସବୁବେଳେ ତେଣୁ ଆପଣ ଯୋଉ ଏଇଟା ଦେଖିଦେଲି ଆପଣଙ୍କର ଏଇଟା ମୋର ମାନେ ଆତ୍ମା ବହୁତ ଖୁସି ହେଇଗଲା ମୁଁ କହିଲି ଯାହା ହଉ ବାବାଙ୍କର ମୋର ମନର ଯୋଉ ସନ୍ଦେହଟା ସେଇଟା କ୍ଲିୟର ହେଇଗଲା ନାଇଁ ମୋର ତ ଗୋଟିଏ କଥା ଅଛି ଯେ ମୁଁ ୟୁଟ୍ୟୁବରେ ଛାଡିବାର ଉଦ୍ଦେଶ୍ୟ ଯୋଉମାନଙ୍କର ଯାହା ସନ୍ଦେହ ଥିବ ନିଶ୍ଚୟ ମୁଁ ଯଦି ଜାଣିଥାଏ ନିଶ୍ଚୟ କହିବି କାହିଁକି ନା ମୋ ପାଖରେ ଗଲତି ନାହିଁ ମୁଁ କାହାକୁ ଲୁଚଉ ନାହିଁ କପଟ ନାହିଁ କାହିଁକି ନା ଗୁରୁ ନାଇଁ ବାବା ଠିକ ଅଛି ସେ ସବୁ ଏଇଟା ଇଏ ତତ୍ତ୍ୱ ଗୁଡାକ ଯୋଉଗୁଡାକ ମାନେ ଯୋଉ ପ୍ରକାଶ କରନ୍ତିନି ଆପଣ ସବୁ ପ୍ରକାଶ କରୁଛନ୍ତି ଗାୟତ୍ରୀ ତତ୍ତ୍ୱ ଛୋଟ କଥା ମୁଁ ତାକୁ ଦେଖୁଛି ସବୁବେଳେ ଦେଖୁଛି ମୁଁ କହିଲି ଦେଖିବା ବାବାଙ୍କର କାହିଁ ପାଉନି ଏଇଟା ଏଇ ରାମ ନାମ ଆପଣ ଯୋଉ ଲେଖିଛନ୍ତି ରାମ ନାମର ମହିମା ରାମ ନାମ ରହସ୍ୟ ରାମ ନାମ ରହସ୍ୟ ସେଇଥିରେ ଥିଲା ଏଇ ଯୋଉ ଆପଣ ଯୋଉଟା ପଢିଲେ ମହାମନ୍ତ୍ର ତାକୁ 3 ଛାଡି 2 କି ଧର ସେଇଥିରେ କାହିଁ ସେ ଭଜନଟା ନାହିଁ ନା ସେଇଟା ଆପଣ ଡାଇରେକ୍ଟ କୁହନ୍ତି ନା ସେ ଭଜନଟା ସେଥିରେ ନା ଆଉ କୋଉଥିରେ ଗୋଟେ ଛାଡିଥିବି ଗୋଟେ କଥା ଆଜ୍ଞା ହଉଛି କଣ କି ଯେତେବେଳେ ଯୋଉଟା ମୁଣ୍ଡରେ ପଶିଗଲା ଯିଏ ଯାହା କହିଲା ଏଟା ତ ଆଲୋଚନା କଥା ଯେତେବେଳେ ଯାହା ମୁଣ୍ଡରେ ପଶିଗଲା ମୁଁ ଗୋଟେ କହିଦେଲି ମୁଁ ତ ଯେତେବେଳେ ଧରନ୍ତୁ ଆପଣ ପଚାରିଲେ ମୁଁ ତ ଆଉ ବହିପତ୍ର କୋଉଠି ଦେଖୁନାହିଁ କି କହୁନାହିଁ ଆଉ ଯେତେବେଳେ ଯାହା ମୁଣ୍ଡରେ ଆସିଲା ମୁଁ ସେଟାକୁ କହିଦେଲି ଆଉ ରାମ ନାମ ତତ୍ତ୍ୱ କଥା ଆପଣ କହୁଛନ୍ତି ଶ୍ରୀ ଶ୍ରୀ ଦୟାନିଧି ପରମହଂସ କହିଲେ ହୃଦୟ ଭଜିଲେ ରାମ ରାମ କ୍ରମେ ସେ ତୁଟି ଜୀବ ଭ୍ରମ ଉଦେ ହୋଇବ ଜ୍ଞାନ କଢି କ୍ରମେ ସେ ମେଲିବ ପାଖୁଡି ଜ୍ଞାନରେ ଜିଣିବୁ ମରଣ ଧ୍ୟାନରେ ଧ୍ୟାଇବୁ ଚରଣ ଭକ୍ତିରେ ଅନାହତେ ପଶି ହେବ ପରମ ଅବିନାଶୀ ବୁଝିଲେ ନା ରାମ ନାମର ବହୁତ ଅର୍ଥ ଅଛି ବହୁତ ତାଙ୍କର ମହିମା ଅଛି ସବୁ ତ ରାମ ନାମ ସବୁ ଆଉ ସଦ୍ଗୁରୁଙ୍କ ଆଶ୍ରିତ ହେଇକି ତାକୁ ଯଦି ଯିଏ କରିବ ନିଶ୍ଚୟ ଉପଲବ୍ଧି ହିଁ କରିପାରିବ କିଛି ଅସୁବିଧା ମହାମନ୍ତ୍ର ଏ ରାମ ନାମର ମହାମନ୍ତ୍ରର ସାର ହଉଛି ରାମ ନାମ ଆଉ ସେଇଟାକୁ ମୁଁ ଚାହୁଁଥିଲି ପାଇଲି ଆଉ ଆପଣଙ୍କ ପାଖରୁ ଆଉ ମୁଁ ରାମ ନାମ ପାଠ କରେ ଆଜ୍ଞା ଆମର ଯୋଉ ରାମ ସହସ୍ର ନାମ ଅଛି ଆଉ ତାର ମହିମା ମୁଁ ଏଇଟା ଡେଲି ପାଠ କରେ ବଢିଆ କଥା ବହୁତ ଖୁସି ହେଲେ ହଉ ବାବା ବହୁ ପ୍ରଣାମ ଆଜ୍ଞା